ଆଜି ସକାଳୁ ଖାଲି କାମ 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 କାମ। ଯେମିତି ଉଠିକି ମୁହଁରେ ପାଣି ଟିକେ ଲଗେଇଛି, ସାନ ଝିଅ କହିଲା, ବୋଉ ମୋ ପାଇଁ ଟିକେ ଆଳୁ ସିଝେଇ ଦେବ ତ, ମୁଁ ଆଜି ପଖାଳ ଭାତ ଆଳୁ ସିଝା ଧରିକି ଯିବି। ଶୀଘ୍ର ଟିକେ ତରତର ହୋଇକି ଗାଧେଇକି ଆସିଲି, ବସେଇଦେଲି ଟିକେ ଆଳୁ ସିଝା। ତା ପାଇଁ ଟିକେ ରେଡ଼ି କରିକି ଦେଇଦେଲି, ସେ ଧରିକି ପଳେଇଗଲା ଡ୍ୟୁଟି। ତାପରେ ମୁଣ୍ଡ କୁଣ୍ଡେଇଲି, ତାପରେ ସିନ୍ଦୁର ଟିକେ ପିନ୍ଧି ବାହାରିଲି ଠାକୁର ଘରକୁ। ଠାକୁର ପୂଜାଟି ସିନା କରୁନି, ହେଲେ ଠାକୁର ଘର ପୁଛା ପୁଛି ଆଉ କଳସ ଜାଗାରେ ପାଣି ରଖା କରିକି ମୁଣ୍ଡିଆଟିଏ ମାରି ବାହାରି ପଡ଼ିଲି। ଛାତ ଉପରେ ଫୁଲ ଥିଲା ଆଣିବା ପାଇଁ। ଛାତ ଉପରୁ ଫୁଲ ହେରିକା ତୁଳାତୁଳି କଲି, ଧରିକି ଆସିଲା ବେଳକୁ ନାତୁଣୀ ଉଠିକି ବସିଯାଇଛି। ତା ମା ବା ପଳେଇଗଲାଣି ଡ୍ୟୁଟି। ତାକୁ ଆଉଥରେ ଦାନ୍ତପତ୍ର ଘଷେଇ ତାକୁ ଟିକେ କ୍ଷୀର କରିକି ଦେଲି ପିଇବା ପାଇଁ। ଆ ଭିତରେ ମଉସା ଗାଧା ପାଧ ସରେଇ ପୂଜାବିଧି ସରି ରେଡ଼ି ହେଇଗଲେଣି ଜଳଖିଆ ଖାଇବା ପାଇଁ। ତାଙ୍କ ପାଇଁ ଆଉଥରେ ଦୋସା କରିକି ମଉସାଙ୍କୁ ଟିକେ ଦେଲି ଖାଇବା ପାଇଁ। ତାପରେ ଯାଇକି ମୋ ପାଇଁ ଟିକେ ଚାହା ବସେଇଲି। ଝାଳ ହରକା ପୋଛାପୋଛି କରି ଦୀର୍ଘ ନିଶ୍ୱାସ ଟିକେ ମାରି ଚାହା ପିଇଲି। ଆଜି ପାଇଁ ରହୁଛି।